ସହିଗଲୁ। ଏବେ କିନ୍ତୁ ସହିବାର ପ୍ରଶ୍ନ ବି ଉଠୁନି। ଯେତେ ଶୀଘ୍ର କରୁଛନ୍ତି ଏ ଘର ଛାଡ଼ି ଚାଲି ଯାଆନ୍ତୁ। ଶିବା ତମ ଡାଡିକି କହିଦିଅ ଯେତେ ଶୀଘ୍ର କରୁଛନ୍ତି ସେ ଘର ଛାଡ଼ି ଚାଲି ଯାଆନ୍ତୁ। ଚାଲେ ଯାଆନ୍ତୁ ସେଠୁ। ଆଉ ଛିଡ଼ା ହେଇ ରହିଲା କାହିଁକି ମା? ଚଢି ଯା ଘରେ ଚାଲି ଯାଉଛନ୍ତି ଡାଡି। ପାପ କରିଛନ୍ତି ପ୍ରାୟଶ୍ଚିତ କରିବେନି। ପ୍ରାୟଶ୍ଚିତ କରିବି ମୁଁ ମୋ ଠାରୁ ଜୋତା ବାହାର ଖାଇବେ। ତୁ ମୋତେ ଜୋତାରେ ପିଟିବୁ। ଜୋତା ବାହାର ଖାଇବାକୁ ପ୍ରସ୍ତୁତ ହେଇଯାଅ ସୂର୍ଯ୍ୟ ମିଶ୍ର। ଏଇ ଦେଖ ତମ ଦେହରୁ କେମିତି ବାଜିଲା ଜୋତାର ବାହାର। କାଟିଲା ନା କେତେ ଜୋରେ କାଟିଲା। ଦେଖନ୍ତୁ ନା ଦେଖ ମୁଁ ଏଇ ସୂର୍ଯ୍ୟ ମିଶ୍ର ତମ ମାନଙ୍କୁ ଘରକୁ ଡାକି ଅପମାନ ଦେଇଥିଲା। ତାପରେ କେମିତି ଜୋତାର ବାହାର ବାଜୁଛି ଦେଖ। ତୁ କଣ ପାଗଳି ହେଇଗଲୁଣି? ନାଇଁ ବୋଉ ତମେ ଏଇଆ ଭାବୁଛ ନା ମୁଁ ମୋ ନିଜକୁ ପିଟୁଛି? ନାଇଁ ମୁଁ ମୋ ଡାଡିକୁ ପିଟୁଛି। ମୁଁ ମୋ ଡାଡିଙ୍କୁ ବହୁତ ଭଲ ପାଏ। ମୋ ଡାଡି ବି ମତେ ବହୁତ ଭଲ ପାଆନ୍ତି। ସେଥିପାଇଁ ସିଏ ତାଙ୍କ ହାତରେ ଲେଖିଥିଲେ ୱାର୍ସ ବେଷ୍ଟ ଡକ୍ଟର। ମୁଁ ମୋ ହାତରେ ଲେଖିଥିଲି ଡାର୍ଲିଂ। ଦେଖ ଦେଖ ସମସ୍ତେ ଏଇଟା ଟାଟୁ ନୁହଁ ଏଇଟା ମୋ ଭଲ ପାଇବା। ମୋ ଡାଡିଙ୍କୁ ନିବିଡ଼ ଭାବରେ ଭଲ ପାଇବା। ମୋ ଡାଡି ତମକୁ ପିଟିଥିଲେ ନା? ଦେଖ ଏଇ ବାହାରଟା ତମ ପାଇଁ। ନାଇଁ ମା ଏଇ ବାହାରଟା ତମ ପାଇଁ। କୁଆଡ଼େ ଚାଲି ଯାଉଛ ସୂର୍ଯ୍ୟ ମିଶ୍ର? ଆଉ ଦି ଚାରି ବାହାର ଖାଇକି ଯାଅ। ଦେଖି ଯାଅ ଅହଙ୍କାରୀ ଚଢ଼େଇଟା ଯୋଉ ଗଛରେ ବସା ବାନ୍ଧେ ସେ ଗଛରୁ କେମିତି କଞ୍ଚା ପତ୍ର ଖସି ପଡୁଛି। ଦେଖି ଯାଅ ସୂର୍ଯ୍ୟ ମିଶ୍ର ଦେଖି ଯାଅ। ଜଗନ୍ନାଥ ମୁଁ ତମର କି ଅପରାଧ କରିଛି ପ୍ରଭୁ? କାହିଁକି ଏମିତି ଦଣ୍ଡ ଦଉଛ ମତେ? କାହିଁକି ଏମିତି ପରୀକ୍ଷା ନଉଛ? କଣ କରୁଥିଲ ସାରିଆ? କୋଉଥିରେ ପାଣି ଆଣିଥିଲ? ଚାପା ଦି ଗିଲାସରେ ପାଣି ପିଉଥିବା ଝିଅକୁ ଷ୍ଟିଲ ଗିଲାସରେ ପାଣି ଦଉଛି। ଏମିତି ନିର୍ଦ୍ଦୟ ହେଇଯାଅନି ତମେ। ଅରତି ହୃଦୟଟା ମୋର ପଥୁରିଆ ହେଇଯାଏ। ଛୁଆଟାର ତଣ୍ଟି ଶୁଖିଗଲା। ଓ ତଣ୍ଟିଟା ବି ସେଦିନ ଶୁଖିକି ଅଠାଳିଆ ହେଇଯାଇଥାଏ। ବୋଉ ମୋ ସିନ୍ଦୁର ସେନ୍ ଚାଲିଗଲା। ସେ ମରିଯିବ। ମୋ ଆଗରେ ଠିଆ ହେଇଥିବା ଓଡ଼ିଶା ନମ୍ବର 1 ଡ୍ରାମା ଭିଲିଆନ ଶିବପଟ୍ଟାର କଳାକାର ପଡ଼ିଆକୁ ୟା ବାପା ହତ୍ୟା କରିଦେଲା। ତମେ ମଣିଷ ନା ପଥର? ମଣିଷ ପଡ଼ିଆ ଦେଖିଛୁ? ବେଶୀ ଗପିବୁ ତ
ପଥୁରିଆ ପିତା ଖାଇଲି। ମୋ କଥା ଟିକେ ଶୁଣ ନନା। ତୁ ବି ମୋ କଥା ଶୁଣ। ଏଇ ବଡ ଲୋକର ଝିଅଟା ଯଦି ତୋ ପାଇଁ ବଡ, ଭୁଲିଯିବୁ ତୋର ନାମକୁ। ନିଷ୍ପତ୍ତି ତୋ ହାତରେ। ମୋ କଥା ନ ମାନିଲେ ଦାଣ୍ଡ ଦୁଆର ଡେଇଯିବୁ ଯେ, ଆଉ ଅଯୋଧ୍ୟାକୁ ମନ ରଖ। ମରିଯିବି ନନା, ମରିଯିବି ନନା। ତୋ ପୁଅ ଗାତକୁ ଯାଉ। ଭାବିଲେ ଇଏ ବୋଧେ ଆମ ଭାଗ୍ୟରେ ଏମିତି ପରି